ସଜବାଜ ସଇଲା ମାମାକୁ ଦେଇଦେ ମାମା ଯିବା ଆଜି ବଜାର ବର୍ଷା ପରେ ବାହାରିଛି ଆଜି ହଁ ତୁ ଯିବୁ ନା ହଉ ଉଠ ସେ ମାମାକୁ ଦେଇଦେ ସଜ ହଉଛି ଦେଖୁଛୁ ନା ଦେଖୁଛୁ ସଜ ହଉଛି ଯିବ ଦେଖ ମାମା ସଜ ହଉଛି ଯିବ ବଜାରକୁ ଦେଖ କେତେ ଦିନ ପରେ ବଜାର ଯାଉଛୁ ଆସିଲା ଦିନଠୁ ଘରୁ ବର୍ଷେ 1.5 ବର୍ଷ ହବ 1.5 ବର୍ଷ ଦଶହରା ଯାଇଥିଲୁ ବୁଲିବାକୁ 1.5 ବର୍ଷ ହେଲା ଯାଇନୁ ହଁ ବର୍ଷେ ଆଉ ପୁଣି କହୁଛୁ ଚାଲ ଯାଇକି ନା ବର୍ଷା ନା ଯିବ ଗଲେ ମାର୍କେଟରେ ନାଦିବୁ ଆଉ କ'ଣ ଖାଇବୁ କ'ଣ ସେ ରୋଲ ଖାଇବେ ଆଉ କ'ଣ ଚାଉମିନ ରୋଲ ଚାଉମିନ ଚାଉମିନ ମୁଁ କରିଛି ଖାଉନୁ ଛି, ଛି ଚାଉମିନ ନାଇଁ କହିଦେଲି ଆଉ ରୋଲ ଖାଇବେ ଆଇସ୍କ୍ରିମ ଖାଇବେ ପଇସା ରଖିଛୁ ନା ରଖିନି ତ କହୁଛୁ କିନ୍ତୁ ଖାଇବୁ ପୁଣି ତମରି ପଇସା ମୋ ପଇସା ତୁ ତୁ ଯେମିତି ସଜାଜ ବଜାର ଯିବୁ କି ମୋତେ ଲାଗୁଛି ମୁଁ ମାନେ ଏ ଯେଉଁ ମଡ଼ର୍ଣ୍ଣ ଫଡ଼ର୍ଣ୍ଣ କରିବାକୁ ଯାଆନ୍ତିନି ଯେଉଁ ସଜବାଜ ହେଇକି ତୁ ସେ ମଡ଼ର୍ଣ୍ଣ କରିବାକୁ ଯିବୁ ବୋଧେ ଭଲ ହଁ ହଁ ଡବା ରଖେ ଉଠୁ ମାମା ଉଠୁ ସଜଉ ଦେଖେ ମାମାକୁ ଉଠୁ ଆଗରୁ ତ ମାମା ଦେଖ ବଜାର ଯିବ ତୁ ଯିବୁନି ଆଉ ଯିବୁ କାହିଁ ତୋର ତୁ ସଜଉନୁ ଯିବୁ ନା ନାଇଁ ସଜ ମାମା ସଜଉଛି ଦେଖେ ମୋ ଦର୍ପଣ ପଡ଼ିବ ଲାଗେନା ସଜଉଥିଲି ବାହାରେ ମୁଁ 8ଟା ବାଜିଲାନି ଆଉ ଆଜି ସୁଖା ଓଦା ଅଛି ହଉ ତା ଥାଉ ସଇଲା ନା ମୁଣ୍ଡଟା କଣ୍ଡେଇଲେ ସରିଲା ଆଉ କିଛି ନାହିଁ ପୁରା କଳା ହଳଦିଆ ନାଲି ପକା ପିନ୍ଧେ ରାତିରେ ଦେଖାଯିବ ଖଣ୍ଡେ ବାଟରେ ପିନ୍ଧିଛି ଡ୍ରେସ୍ ଖଣ୍ଡେ ଅନଲାଇନ୍ ଡ୍ରେସ୍ ଆଉ ଦେଖାଯିବ ନା ଦୂରକୁ ଦେଖାଯିବ ଏ ଦେଖ ଫୋପାଡୁଛୁ ଚାରିଆଡ଼େ ମିକୁ ସନ୍ଧ୍ୟାରେ କୁଆଡ଼େ ଫୋପାଡୁଛୁ ଏଇ ଗୋଟେ ଦୁଷ୍ଟ ପିଲା ରହିଛି ଆମର ଏଠି ଏକୁ ନେଇ ଛାଡ଼ିଦେବା ବାହାରେ ଚାଲ ଛାଡ଼ିଦା ସେ ଏକୁ ନବାନି ଏକୁ ବଜାର ନବାନି ଇଏ ଯିବନି ଆଉ ନାକୁ ଏଇ ଘରେ ତାଲା ପକେଇ ଦେଇକି ପଳେଇଆ ଭୂତ ଆସିବ ଆସିକି ଡରେଇବ ଭୂତ ନୁହେଁ ମିକୁ ରେଡି ଯିବା ଏପଟ ହଁ ଯିବା ରେଡି ମା ତ ଅଧଘଣ୍ଟାରେ ସଜବାଜ ହେଲା ଏଠି 10 ମିନିଟ୍ ସଜବାଜ ହ ଘରକୁ ଗଲା ଦିନ ଘଣ୍ଟାଏ ଘରୁ ଘଣ୍ଟାଏ ମୁଁ ରାତି 5ଟାରୁ ଉଠିକି ସଜବାଜ ହେଇକି ବସିବି ତୁ ରାଇଡର ମେକଅପ୍ ଜିନିଷ ଧରିକି ସଜ ହେଇ ବସରେ ପଳେଇବୁ ଗାଁକୁ ସଜ ହେଇ ଘରେ ପହଞ୍ଚିବାକୁ ସଜ ସରିଯାଇଥିବ ମୁଁ ଯେତେବେଳେ ଯାଏ ସେଇଟା ସତ କଥା ମୁଁ ଆଗରୁ ଯେତେବେଳେ ନର୍ସିଂ କରୁଥିଲି ମୁଁ ଯେତେବେଳେ ଘରୁ ଭୁବନେଶ୍ୱରକୁ ଯାଏ ଆସେ ଦର୍ପଣଟା ମୋର ବ୍ରେକ୍ ଆଗ ହଁ ଏଇ ପ୍ୟାଣ୍ଟ ଅଛି ମୋ ଦର୍ପଣଟା ଆଉ ଟିକେ ଲଗା ଜିନିଷ ପୁରା ଆଗ ଚେନ୍ ବ୍ୟାଗରେ ମୁଁ ରଖିଥାଏ କୋଉଠି ଟିକେ ଲିଭିଗଲା କି କ'ଣ ହେଇଗଲା କି ଟିକେ ମାନେ ମୁଣ୍ଡ ନୁଆଇକି ସିଟ୍ ପାଖରେ ଟିକେ ଦେଖିଦିଅ ମୁଁ ସତ କଥା ଏଇଟା ମୁଁ ଯେତେ ନର୍ସିଂ କରୁଥିଲି ବ୍ୟାଗରେ ମୁଁ ପାନିଆ ଦର୍ପଣ ହକା ଆଗରେ ଖାଇବ ଆଗ ଚେନ୍ କ'ଣ ହେଇଛି ପୁଡ଼ିଆ ଖାଉଛ କହୁଛି ପୁଡ଼ିଆ ଖାଉଛି ତୁ ଦେଖିଦେଲୁ ଏଠି ଖାଉଛ ମୁଁ କ'ଣ ଖାଉଛି କ'ଣ କଲି ସବୁ ନଜର ତୋର ମୋ ଉପରେ ନା କ'ଣ ହଁ ପୁଡ଼ିଆ ଖାଇଛି କହିଦେ ପୁଡ଼ିଆ ଭଲ ନୁହଁ କହିଦେ ପୁଡ଼ିଆ ଭଲ ନୁହଁ କହିଦେ ଶୁଣା ଅନା ମତେ ଅନା ଭଲ ନୁହଁ ଆଉ ଖାଇବାନି ଆଉ କହିଦେ ମୁଁ କହୁଛି ତମ ପୁଅ କହୁଛି ଛାଡ଼ି ଦିଅ କହିଦେ ମାମା କହିଲେ ତ ଛାଡ଼ୁନ ନା ଖୋଲିବାନି ଆସିଲେ ଖୋଲିବା ବର୍ଷା ହେଲେ ପାଣି ପଶିଯିବ ଥାଉ ଝରକାଟା ବନ୍ଦ କରିଦେଲି ଝରକାଟା କହୁଛି ଖୋଲିବା ପାଇଁ ତୋର ତ ଏଠି ଅଧଘଣ୍ଟା ସଜବାଜ ସରିଲା ତୋ ପୁଅ କହିବି ଏଠି ଅଧଘଣ୍ଟା ସଜ କରେ ସତ ସିଏ ଯିବ କୁଆଡ଼େ ମାନେ ବାହାଘର ଫାହାଘର ଯାଉଛ ତମେ ସବୁ ସେମିତି ସଜବାଜ ହଉଛ ବାପା ପାଟି କରିଦେଇଛି ଅନା ଟିକେ ଅନେଇଲେ ସେ ସାଇଡରେ ଏପଟେ ଅନା ମତେ ଅନା ବାପା କୁଆଡ଼େ ନିଦ ଆସିଲାନି ତୁ ବଜାର ଯାଆନା ନିଦ ଆସିଲାନି ଶୋଇ ପଡ଼େ ଆମେ ଯାଉଛୁ ମାମାର ମୋର ହଁ ତୁ ଶୋଇ ପଡ଼େ ବଜାର ଯାଆନା ଯିବୁ ବଜାର ତ ନିଦ ଆସିଲାନି ବା ଶୋଇ ପଡ଼େ ମୁଁ ଯିବି କହିଦେ ବାପା ମୁଁ ଯିବି ଟିଭି ଟିଭି ନା ଯେଉଁ ମୋବାଇଲ ହଁ ପଇସା ହଁ ନେଇ ପଡ଼ ହଁ ଚାଲ ଯେମିତି କହ ନାଲି ନାଲି ପିନ୍ଧିଛି ସେ ଡ୍ରେସ୍ କାଢ଼ିକି ପୁଣି ଆଉ ଗୋଟେ ଡ୍ରେସ୍ ପିନ୍ଧି ପଡ଼ିଲା
ମାନେ ଯାଉଛୁ ତୁ ବାହା କରିବା ମଡେଲିଂ କରିବାକୁ ଯାଉଛି ସେ ଡ୍ରେସ୍ କାଢ଼ିକି ପୁଣି ଆଉ ଗୋଟେ ଡ୍ରେସ୍ ପିନ୍ଧି ପଇଲା ଏଠି ସାଇ ସାଇ এইটা বাহুনিলে ମୁଁ ଆଉ ଗୋଟେ ପିନ୍ଧି ପକେଇବି। ଟୋଟାଲ 3ଟା ପିନ୍ଧି ପାରୁନୁ ସେ ଡ୍ରେସ୍ଟା କାଢ଼ିକି ସେ ଡ୍ରେସ୍ ପିନ୍ଧି ପଇଲା ହଁ ପାନିଆ ହଉ ଥାଉ ଡ୍ରେସିଂ ଟେବୁଲ ଆନ୍ଦୋଳନ କିଛି ଗୋଟେ ଛୋଟ ପାନି। ସରି ଘର ତ ଏଇଠି ଆମ ଡ୍ରେସିଂ ଟେବୁଲ ଖଟ ଗଦି ଆଣି ପକେଇଦେବି ମୋ ପାନିଆ କଣ କଲ? ପାନି ଝରକା ଉପରେ ଦେଖ କ'ଣ କହିବ କହିଲ ସେ ଡ୍ରେସ୍ କାଢ଼ିକି ଏ ଡ୍ରେସ୍ ପିନ୍ଧି ପଇଲା ଗୋଟେ ବାହାଘରେ ଯାଉଛି ନାଚିବୁ ଏଠି ଲୋକ ଦେଖିବେ ତୋତେ ମିକୁ ନଥିଲା ଏଇଟା ବଜାର ଯିବ କ'ଣ ପ୍ୟାଣ୍ଟ ଆଣିବ ଗୋଟେ ତାଠୁ ପୁଣି ଇଏ ଡ୍ରେସ୍ କାଢ଼ିକି ଏ ଡ୍ରେସ୍ ପିନ୍ଧୁ ତା ଭଳିଆ ମଇଟା ଆଖା ଅଛି ଆମର ପିନ୍ଧି ପଡ଼େ ବୁଝିଲୁ ବର୍ଷା ଜୋରେ ଉଠିଲାନି ବର୍ଷା ପୁରା ମାନେ ବାଦଲ କଳା କରିଦେଇଯିବ ବର୍ଷା ଉଠିଲାନି ଜୋରେ ଚାଲି ଚାଲି ପଳେଇବା ଏଠି କୁଆଡ଼େ ଯାଇଛି ଭାଉଜ ମେଡ଼ିକାଲ ନେଇ ଯାଇଛନ୍ତି ଗାଡ଼ି ସେ ଆସେ ଅଧଘଣ୍ଟେ କହୁଛନ୍ତି ଲେଟ୍ ହେବ ସ୍କୁଟିଟା ପଳେଇ ଆସିଥାନ୍ତେ ଜଲ୍ଦି ଜଲ୍ଦି ପଳେଇ ଆସିଥାନ୍ତେ ସେ ସ୍କୁଟିଟା ନେଇଯାଇବ ଗାଡ଼ିଟା ନେଇକି ଗଲେ ଟିକେ ସୁବିଧା ବର୍ଷା ବର୍ଷା ହେଲେ କ'ଣ ହେଲା ସାଙ୍ଗେ ପଳେଇଲା। ପ୍ୟାଣ୍ଟ ଆଣିବୁ ତ ମୁଁ ପ୍ୟାଣ୍ଟ ଆଣିବି ପ୍ୟାଣ୍ଟ ଆଣିବୁନି ଆଉ କ'ଣ ଆଣିବୁ ମୁଁ ଖାଇକି ଆସି ଖାଇବା ପାଇଁ ଯାଉଛୁ ପ୍ୟାଣ୍ଟ ଆଣିବା ପାଇଁ ଯାଉନୁ ମୋଟା ଆଇଲୁନି ପ୍ୟାଣ୍ଟ ସାର୍ଟ ଗୁଡ଼ା ହେଉନି ଆଉ ପ୍ୟାଣ୍ଟ ଆଣିବା ପାଇଁ ତୋତେ ଡାକୁଛୁ ତୁ ଯିବୁ ଖାଇବା ପାଇଁ ନାଇଁ ମୁଁ ପ୍ୟାଣ୍ଟ ଆଣିବି ବାଣ ପଡ଼ିଲା ବାଣ ଫୁଟିଲେ ୟାର କ'ଣ ହେଉଛି ସରିଯାନି ତୁ ତ ଅଧଘଣ୍ଟା ଲାଗି ସଜ ହେଉଛୁ କେତେ ଅଛି ଗାଡ଼ି ତ ନାହିଁ ଗାଡ଼ି ନାହିଁ ବୋଲି ତ ମୁଁ ଲଗାଉଛି ଚାଲି ଚାଲି ପଳେଇବା ନହେଲେ ଆସିବା କେମିତି ଚାଲି ଚାଲି ଆସିବା ଆଉ କ'ଣ ଏରୋପ୍ଲେନ୍ ଅଛି ନା କ'ଣ ଉଡ଼ିକି ଆସିବେ ଲ୍ୟାଣ୍ଡ ହେବ ଛାତ ଉପରେ ଉଲ୍ଲେଇ ତୋତେ କହୁଛି କେମିତି ଆସିବା ଚାଲ 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 ବଜାର କ'ଣ ଖାଇବୁ ଦେଖିବି ଆଜି ଆଉ ଚାଲ ଚାଲ ଯିବ ତାହେଲେ ସମୟ ପରେ ରେଜଲ୍ଟ ଆସିଲା ଯେ ଏବେ ଯାଉଛୁ ବଜାରକୁ ଏବେ ସଜବାଜ ସରିଲା ଏବେ ବାହାରିଲୁ ବଜାରକୁ ଏବେ ଯାଉଛୁ ବର୍ଷା ଜୋର ହେଲାଣି ଆଉ ବର୍ଷା ହେଲେ ଯାଇ ହେବନି ଯାଉଛୁ ଚାଲନ୍ତୁ ଏଇ ପ୍ଲେନ୍ଟା ବାହାରେ ଛିଡ଼ା ହେଇଛି ଯାଇକି ବଜାର ଯାଆନା ହେବ ଏଠି ବସିବୁ ପୁଣି ଆସିକି ଏଠି ଛାତ ଉପରେ ଚାଲ ଚାଲ ଚାଲି ଯା ଗାଡ଼ି ଧରି ଟ୍ରେନ୍ ଚାଲ କ୍ୟାମେରା ଅନା ନା ସୁନ୍ଦର ଦେଖାଯାଉଛି ଚାଲ ଚାଲ ମିକୁ ଚାଲ ଚାଲ ଦେଖିବା ବଜାର ଇଏ ଶିବାନୀ କ'ଣ ଖାଉଛି ବହୁତ ଦିନ ପରେ ବଜାରକୁ ଯାଉଛି ଶିବାନୀ କୋଉଟା ଯୋଉଟା ପିନ୍ଧି ଚାଲ ଚାଲ ମିକୁ ଚାଲ ଆଇସ୍କ୍ରିମ୍ ଖାଇବ 3ଟା ଆଇସ୍କ୍ରିମ୍ ଦବ ଆଇସ୍କ୍ରିମ୍ ଦେବା କି ଆଇସ୍କ୍ରିମ୍ କ'ଣ ଖାଇବ କ'ଣ ଅଛି କହୁନ କ'ଣ ଏଇଟା କେତେ ଟଙ୍କା 25 ଟଙ୍କା 25 30 10 ଟଙ୍କା ଦିଅ ଏଇ ଯେଉଁ କ'ଣ 10 ଟଙ୍କିଆ ଚକୋବାର ହଁ ଚକୋବାର ଦିଅ ଅରେଞ୍ଜ କ'ଣ ଚକୋବାର ଅରେଞ୍ଜ ଖାଇବ ହଉ ଦିଅ ଯାହା ଅଛି ଆଣ ପ୍ରଥମେ ଆସିକି ଆଇସ୍କ୍ରିମ୍ ଖିଆ ହେଲା ନା ତାକୁ ଚକୋବାର ଦିଅ ଆଉ ଗୋଟେ ଦିଅ ରେ ମିକୁରେ ଏଇଟା ତୋର ସେମିତି ନୁହଁ ନାଇଁ ଆଉ ଦୁଇଟା ଥାଉ ମୁଁ ଖାଇବିନି ଥଣ୍ଡା ହେଇଯିବ ନା ଖାଇଦେଇକି ପଳାଇ ଯାଇ ରୋଲ୍ ଖାଇବା ହଁ ମୁଁ ଖାଇବିନି ନା ଆଇସ୍କ୍ରିମ୍ ଖାଇକି ପୁଅ ତାର ଭଲ କରିସାରିଲାଣି ହଇଲା ଯିବା ଚିସିବ ନା ହାତରେ ପୁଛିଦେ ସେ ଖାଇ ଭଲ କରୁଛି କ'ଣ ଚାଲ ଚେଷ୍ଟା ଜାଣିବାକୁ ଯିବାକୁ ତାକୁ ଡର ଲାଗୁଛି ମୁଁ ଯିବି ୟା ସହିତ ଚାଲ ଯାଉନୁ ଧରିକା ଚେଷ୍ଟା ଛିଡ଼ା ହେଇଛି ଘଣ୍ଟା ହେଲା ଧରିକା ଚାଲ ଯିବା ମୁଁ ଭାବୁଛି କ'ଣ ଆଣିବୁ ସେ କ'ଣ ଆଣିବ ଭାବୁଛି ଦୋକାନରେ
ହଁ ତୁ ଭାବେ 100 ଟଙ୍କା ଆରେ କ'ଣ ଏଇଟା ନେବୁ ଏଇଟା ନେବୁ ଚାଲ ନେଇକି ଏଇଟା ହଁ ନେ ଚାଲେ 100 ଟଙ୍କା ହବ ହଁ ଗଳିଲା ପଇସା ଗୋଟା ଜୋର ପଇସା ପଇସା ଦେଲେ ଏବେ ନେଇକି ଯିବା ଆଉ ଅର୍ଡ଼ର ଦେଉଛି ଆସିକି ଦୋକାନ ଏଇଠି ସଇଲା ଯିବା ଯାଇକି ରୋଲ୍ ଖାଇବା ଆଉ ରୋଲ୍ ଖାଇକି ଯିବା ଖାଇବି ସେ ତାଙ୍କର ରୋଲ୍ ଖାଇବେ ରୋଲ୍ ଅର୍ଡ଼ର ଦିଆଯାଇଛି ଏଠି ହେଉଛି ମାଛ ଏଠି ବସୁଛନ୍ତି ଦୁଇ ଜଣ ଲେଖେ ସେ ରୋଲ୍ ଖାଇବେ ମୁଁ ଚିଲ୍ଲି ମାଛ ଆଣି ଖାଇଦେବି ତା ରୋଲ୍ ଆସିଲେ ରୋଲ୍ ଗୋଟେ ଖାଇଦେବା ଖାଉନୁ ରୋଲ୍ ଖାଉନୁ ଖା ରୋଲ୍ ହଁ ଖାଇବୁନି ତ ଆମେ ଦୁଇଟା ରୋଲ୍ ଧରି ବସି ଖାଇବା ଅଣ୍ଡା ହଁ ଅଣ୍ଡା ବା ଖାଉଛୁ ମୋର ଏଇଟା ସରି ନା ଆଉ ଗୋଟେ ଆସିଗଲାଣି ଖାଉନୁ ସେ ଖାଇବନି ଭଲ ଲାଗୁଛି ବର୍ଷା ପବନ ଜୋର ଆସିଲାଣି ପବନ ଜୋର ଦେଉଛି ଜଲ୍ଦି ଜଲ୍ଦି କାହା ପଳେଇବା ଘରକୁ ପବନ ଜୋର ଆସିଲାଣି ବର୍ଷା ବି ଜୋର ଆସିଲାଣି ଏତେ କିଛି କରିହେବନି ଡାଇରେକ୍ଟ ପଳେଇବା ବର୍ଷା ଜୋର ପକେଇଲାଣି ତ ଘରକୁ ପଳେଇବା ଡାଇରେକ୍ଟ କେତେ ଜୋର ବର୍ଷା ହେଉଛି ଖାଇବାକୁ ହେଇଥିଲେ ଏଠି ବର୍ଷା ଖାଇସାରି ଲୋକ ସବୁ ଛିଡ଼ା ହେଇଛନ୍ତି ଜୋର ବର୍ଷା ହେଉଛି ବଜାର ବୁଲିବାଟା କେମିତି ଲାଗିଲା ଛେନାଗୁଡ଼ କେମିତି ଖାଇଗଲାନି ଖାଇ ହେଲାନି ତୁ ଖ ଟିକେ ଏବେ ଆସେ କୁଦା ହେଇଯାଇଛି ପୁରା ଦେଖୁ ତୁ ଗଞ୍ଜି ହାତ ମାରି ଦେଖିଲୁ ବଜାରକୁ ଯାଇଥିଲୁ ଖାଇବାକୁ ତୁ ବର୍ଷା ପବନ ହେଲା ଯେ ଖାଇ ଛାନିଆ ଆଉ ତ ଖାଇବାକୁ ବସୁଛନ୍ତି ବର୍ଷା ତ କାଚି ଦେଇଗଲା ବର୍ଷା ପବନ ଆଉ ଉଦା ମୁଦାକି ଆଉ ଛାନିଆ ମାନେ ହେଇକି ପଳେଇ ଯାଇଛୁ ଆଉ କ'ଣ ଖାଇ ବର୍ଷା ହେଲା ତୁ କ'ଣ ଖାଇବୁ ଆଉ କ'ଣ ଏତେ ମତେ ବର୍ଷା ବି ଛାଡ଼ିନି ବର୍ଷା ହେଉଛି ଆମର ଘରେ କରେଣ୍ଟ ବି ନାହିଁ ପୁରା ଅନ୍ଧାର ମୋବାଇଲ ଆଖି ମାରିକି ବୁଲୁଛୁ ପୁରା ଘର ଅନ୍ଧାର ବର୍ଷା ବି ହେଉଛି ଏତେ ପର୍ଯ୍ୟନ୍ତ ବର୍ଷା ବି ହେଉଛି ଆମେ ଟିକେ ବର୍ଷା ଜଷ୍ଟ ଛାଡ଼ିଲା ବର୍ଷା ଆମେ ଆମ ପୁଅ ମୁଣ୍ଡ ଜରି ଘୁରେଇ ଦେଇକି ହଁ ଜରି ମୁଣ୍ଡ ଦେଇକି ଦୌଡ଼ି ପଳେଇ ଆଇଲୁ ଆମ ବଜାରଟା ପାଖରେ ତ ସେଇଥିପାଇଁ ପଳେଇ ଆଇଲୁ ଆସିକି ଏଇ ଜଷ୍ଟ ପହଞ୍ଚିଲୁ ମୋ ଗୁଡ଼ା ହାତ ଉଦା ହେଇଛି ପ୍ୟାଣ୍ଟ ସାର୍ଟ ଉଦା ହେଇଛି ଶିବାନୀ ଉଦା ହେଇଛି ଜଷ୍ଟ ଆସିକି ପହଞ୍ଚିଲୁ ବର୍ଷା ବି ହେଉଛି ଏତେ ପର୍ଯ୍ୟନ୍ତ ଅନ୍ଧାର ହେଇ ଯାଆ ନା ବିକୁ ପଡ଼ିଯିବୁ ହଁ ମୁଁ ଯିବି ତଳକୁ ତୋ ମୁଣ୍ଡ ଉଦା ହେଇଛି ପୁରା ହଁ ପୁରା ଉଦା ଅଛି ଆଉ ଇଚ୍ଛା ହେଲେ କ'ଣ ତୁ ବର୍ଷା ଦେଖୁଛୁ କେମିତି ଏତେ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ମାରୁଛି ଛାଡ଼ିନି ଏତେ ପର୍ଯ୍ୟନ୍ତ ଯାଇଥିଲୁ କେତେ ଆଶା କରିକି ରହିଲା ନା କେତେ ଆଶା ଯାଇଥିଲା ଛୁ ପିଲାଟା ପୁରା ସବୁ ବର୍ବାଦ ହେଇଗଲା ରୋଲ୍ ବସୁଛୁ ତ ରୋଲ୍ ଖାଇଛୁ ତା ତ ବର୍ଷା ପବନ କାଚି ଦେଇଗଲା ସେ ମୁଣ୍ଡ ଖରାପ ଆଉ ଏତେ ବିଜୁଳି ବାହାରୁଛି ବାହାରେ ଛାଡ଼ିନି ତ କିଛି ଖାଇନଥିଲେ କି କିଛି ଆଣିନଥିଲେ ରୋଲ୍ଠୁ ଆରମ୍ଭ ହେଉଥିଲା ହଁ କିଛି ସବୁ ପୁରା ବର୍ଷା ପାଗରେ ସବୁ ବର୍ଷା ମାନେ ପଳେଇଲା ନା ସବୁ ଭାସିଗଲା ତା ଦେହରେ ସେ ମୁଣ୍ଡ ଆସି କୁଣ୍ଡିଲା ରାତିର ହଁ ନା ମୁଁ ଧୋଇ ନାହିଁ କେତେ ଦିନ ପରେ ସେ ତୁ ଯାଇଥିଲୁ ତ ଏକାର ଚାଲିଗଲା ପାଖରେ ବଜାର କିନ୍ତୁ ପଇସା ଆମର ଏଇଠି କେତେ ହାଫ୍ କିଲୋମିଟର ବାଟ ହବ ଆଉ ଏଇଥର କ'ଣ ଗାଁକୁ ଯିବା ବୋଲି ପଇସା ଥିଲା ବୋଲି ଯିବାକୁ ବାହାରିଥିଲେ ଯିବା ବୋଲି ଗଲେ ହେଲେ ଲାଭ କିଛି ନାହିଁ
ରୋଲ ଖାଇଛେ ବି କୋଉଠି ରୋଲ ଦେଲା ସିଏ ଆରମ୍ଭ ହେଇଗଲା। ବର୍ଷା ଏତେବେଳେ ଛାଡ଼ିନି ବର୍ଷା ପକଉଥିଲା ଆମେ ଦୌଡ଼ିକି ଆମ ପୁଅକୁ ନେଇ ପଳେଇଲୁ ଆମ ପୁଅଟା ନଥିଲେ ଆମେ ଆଉ ରହିଥାନ୍ତୁ ବର୍ଷା ଛାଡ଼ିଥିଲେ ଖାଇପିକି ଆସିଥାନ୍ତୁ ଏକର ଟାଇମ୍ ହେଇଗଲାଣି 9:45 ବାଜିଲାଣି ପାଣି ଖସୁଛି ଉପରେ ତ ପାଣି ଦେଖନ୍ତୁ ଖସୁଛି ଉପରୁ ଆଜି ଛାତ ଉପରୁ ଖସୁଛି ପାଣି ବର୍ଷା ହେଉଛି ଏବେ ଛାଡ଼ି ଯାଇଥିଲା ଏବେ ଟିକେ ଜୋର ପୁଣି ପକାଇଲା ବର୍ଷା ପବନ ବି ସେଇଭଳିଆ ପୁଣି ଜୋରରେ ବର୍ଷା ପବନ ବର୍ଷା ହେଲା ଜୋରରେ ପବନ ବି ହେଲା ଏଇ ଗଲେ କୁଆଡ଼େ ଏଇ ଦେଖ ବିଜୁଳି ମାରୁଛି ଏତେ ପର୍ଯ୍ୟନ୍ତ ଆଉ ଯାହା ହେଲା ହେଲା ଛାଡ଼ ଦେଖିବା ପରେ ଆଉ କେତେବେଳେ ଯିବା ଫାଙ୍କା ବେଳେ ଆଉ ଟାଇମ୍ 10ଟା ଯାଇଥାନ୍ତି ଦୋକାନରୁ ଟିକେ ଇପି ଧରିକି ଆସିବା ସକାଳୁ ଖାଇବା ପାଇଁ ତ ବଜାର ଗଲେ ତ କିଛି ଖାଇପାରିଲେନି କି ସକାଳୁ ଖାଇବା ପାଇଁ କିଛି ନାହିଁ କ'ଣ ସକାଳୁ ଖାଇବୁ ବର୍ଷା ପକଉଛି ତାପରେ କ'ଣ କହିଲ କେତେଟା ହେଲାଣି ଟାଇମ୍ 10ଟା ବାଜିଲାଣି 10ଟା ହେଲାଣି ବର୍ଷା ହେଉଛି ଏବେ ତ ଉଦା ହେଇକି ଆସିଲେ ଆଉ ତମେ ଏବେ ଉଦା ହେଇଛ ଆଉ ଯାଅନି ସକାଳେ ଯିବ ସକାଳୁ ଏବେ କ'ଣ ଗଲେ ଖାଲି ଇପି ଆଣିବ ଚାଉଳ ଆଉ ଆଳୁ ଆଣିପାରିବନି ଏକାଥରେ ସକାଳେ ଯିବ ଧରିକି ପଳେଇ ଆସିବ ଏବେ ଆଉ ଯାଉନି ବର୍ଷା ହେଲାଣି ଉଦା ହେଇଯିବ ମୁଁ ତ ଉଦା ହେଇଛି ଆଉ କ'ଣ ଉଦା ହେଇଯିବ ଥାଉ ଆଉ ଯାଅନି ସକାଳେ ଯିବ ଏକାଥରେ ଧରିକି ଆସିବ ଆଳୁ ଆଉ ଚାଉଳ ଖାଇବା ସକାଳ ପାଇଁ ଖାଇବା ଜିନିଷ ସକାଳୁ ଯିବା ହିଁ କହୁଛୁ ଏବେ ଆଉ ଯାଉନି ବେକାର ହେଇଗଲା ମୁଁ ରୋଲ୍ଟା ଖାଇଛି ଭାବୁଥିଲି ମୁଁ ଏଠି ଆସିକି ଖାଇଥାନ୍ତି କ'ଣ କହିଲୁ ମନୀଷ ତ ଗୁପଚୁପ ଦୁଇଟା ପନିର ଗୁପଚୁପ ଖାଇକି ଆସିଥାନ୍ତି ଦେଖା ପନିର ଗୁପଚୁପ ହଁ ମୋର ଇଚ୍ଛା ଥିଲା କୋନ୍ ଆଇସ୍କ୍ରିମ୍ ଖାଇବାକୁ ହଁ ଆଉ କ'ଣ ଇଚ୍ଛା ଥିଲା କ'ଣ ଏଇ ଯେଉଁ କୋନ୍ ଆଇସ୍କ୍ରିମ୍ ବସିଛି ମୋ ଗୋଡ଼ କଟିଲାଣି ବୁଲି ଚାଲିଛନ୍ତି କୋନ୍ ଆଇସ୍କ୍ରିମ୍ ଆଉ ଏ ଯେଉଁ ମଟର ସିଝା ଦେଉଥିଲା ଗୋଟେ ମୁଁ ଦେଖିକି ଆଇଲା ବେଳେ ଦେଖିଥିଲି ସାଇଡ଼୍ରେ ମଟର ସିଝା ମାନେ ଖାଲି ମଟର ସିଝା ସେଇଟା ପିଆଜ ପକେଇକି ଦେବ ଲଙ୍କା ଦେବ ପକେଇକି ସେଇଟା ଖାଇ ସବୁ ଆଶା ଏଇ ବର୍ଷାରେ ସବୁ ଭାସିଗଲା ନା ତ ଆଶା ଗୁଡ଼ାକ ସବୁ ଆଉ ତାପରେ ମୁଁ ବର୍ଷେ ପରେ ଯାଇଥିଲି କେତେ ଭାବିକି ଯାଇଥିଲି ଟିକେ ବୁଲାବୁଲି କରିକି କ'ଣ ଖାଇବା କରିକି ଆସିବା ଆଉ ରୋଷେଇ କରିବିନି ଦେଖିଲା ବେଳକୁ ବର୍ଷା ଖାଉ ରୋଲ ଖାଉ ବର୍ଷା ଆରମ୍ଭ ହେଇଗଲା ମାନେ ଯାଇଛେ ବୁଲିକି ବ୍ରିଜ୍ ଏପଟେ ଆସିଲା ବେଳକୁ ବର୍ଷା ଆରମ୍ଭ କିଛି ହେଲା ଭଲ ଲାଗୁନି ଭଲ ଲାଗୁନି ବର୍ଷେ ପରେ ଯାଇଥିଲି ଆଉ କେତେବେଳେ ପଳେଇବା ତମ ଘରକୁ ଗଲେ ତମ ଘରେ ବଜାର ବୁଲି ଆସିବ କ'ଣ ଘର ବଜାର ଭଲ କା ଆଉ ଏଇ ଘରକୁ ତ ଗଲେ ଘରଟା ଆମେ ରହିଛେ ଆଗରୁ ତାପରେ ଆମେ ଦେଖିଛେ ସବୁବେଳେ ଯାଇଛେ ଏଇଟା ଏଇ କଥା କହୁଛି ଏଇଟା ଆମେ ଯାଇନଥିଲେ ନା ବର୍ଷେ ହେଲା ତମେ ତ ଯାଉଛ ସବୁବେଳେ ବର୍ଷେ ହେଲା ମୁଁ ଯାଇନଥିଲି ନା ଏତେ ଦିନ ପରେ ଯାଇଥିଲି ଭଲ ତାପରେ ବର୍ଷଟା ହେଲା ଆଉ କ'ଣ ଖାଲି ଖାଇବା ପାଇଁ ଆଉ ମନ ଦୁଃଖ କ'ଣ ନା ଆଉ କେତେବେଳେ କାଲି ତ ଯାଇ ହେବନି ପରଦିନ ଶନିବାର ଆଉ ଘରୁ ଆସିଲେ ନ ଯିବୁ ଆଉ ଥରେ ବୁଲି ଆସିବୁ ଯାଇକି ପରଦିନ କୋଉଠି ଶନିବାର ଆଜି ଶୁକ୍ରବାର କାଲି ଶନିବାର କାଲି ରାତିଟା ଗଲେ ପରଦିନ ସକାଳୁ ଯିବ ହଁ ପରଦିନ ଯିବା ଆସିଲେ କେତେବେଳେ ପଇସା ମିଳିଲେ ଦରମା ବୁଲି ଆସିବୁ ଦରମା ମିଳିଲେ ମୁଁ ଆଗ ଟେଷ୍ଟ ଆଣିଛି ଏଥର ମୋ ମନଟା ସେଇଠି ବି ହେଲେ ଥିଲା ପଇସା କ'ଣ ଆଣିଛି ଏଥର କ'ଣ ଆଣିଛି ନାଇଁ ଆରଥର ମୁଁ ଯାଇଥିଲି ଚୁଡ଼ି ଟିକିଲି ଫିକିଲି ଚୁଡ଼ି ନେଲ୍ ପଲିସ୍ ଟିକିଲି ଆଣିନଥିଲା କ୍ଲଚର ଆଣିନଥିଲା ଏବେ ମୁଁ ଦେଖିଲା ବେଳକୁ କ୍ଲଚର ଟିକିଲି ଚୁଡ଼ି ଶଙ୍ଖା ବି ସବୁ ଆଣିଛି ସବୁ ପ୍ରକାର ମୁଁ ଯେଉଁଟା ଖୋଜୁଥିଲି ସେଗୁଡ଼ା ମୁଁ ଦେଖିଲି ଅନେଇଲି ଥିଲା ହେଲେ ପଇସା ତ ନାହିଁ ଆମେ ଯିବା ନା ଆମେ ଯାଇଥିଲେ ଆମର ମେନ୍ ଆଶା କ'ଣ ଥିଲା ଖାଇକି ଆସିବା ବୋଲି ଆଶା ଥିଲା ନା ଆମର ମେନ୍ ମୁଁ କିନ୍ତୁ କ୍ରିମ୍ଟା ମୋର ଦରକାର ଥିଲା କ୍ରିମ୍ ନାହିଁ କ୍ରିମ୍ ନେଇକି ଆସିଲୁ କ୍ରିମ୍ ଧରିକି ଆଇଲୁ ଟିକେ ପାଟିକୁ କ୍ରିମ୍ ଧରିକି ଆସିଲି ଯେ ମାନେ ମେନ୍ କଥା କର ଯା ତୁ ପଳା ବାଇଆ ସାଥେ କଥା କହିବୁ ହଁ ଛାଡ଼େ କାଲି ତୁ ତମ ଘରେ କିଣିଦେବୁ ଆଉ କ'ଣ ମୁଁ କହିଲି କ୍ରିମ୍ଟା ମେନ୍ ଥିଲା ଆଉ ତାପରେ କ'ଣ କହିଲ ଖାଇବାଟା ମେନ୍ ଥିଲା ଖାଇବା କରିକି ଆସିଥାନ୍ତି କ୍ରିମ୍ଟା ଧରିକି ଆସିଥାନ୍ତି କ୍ରିମ୍ ନାହିଁ ଲଗେଇକି ଯିବି ଆଉ ତାପରେ ଦୋକାନକୁ ଯେତେବେଳେ ଗଲି ହେରି ଦେଖିଲି ଜିନିଷ ଗୁଡ଼ା ସବୁ ଆଣିଛି ଏଇଥର ଇଚ୍ଛା ହେଲା ନାଇଁ ଥାଉ ଚାପିକି ରହିଗଲି ଗାଁକୁ ଯିବା ପଇସା ଦରକାର ଚାପିକି ରହିଗଲି ତୁ ଗାଁରେ କିଣିଦେବୁ ଥାଉ ନାଇଁ ଗାଁରେ ନୁହଁ ମୁଁ ଇଏ ବଢ଼ିଆ ଜିନିଷ ଆଣେ ମୁଁ ହେଇ କ'ଣ ପାଇଁ ଯେତେବେଳେ ବି ହେଲେ ମୁଁ ସବୁବେଳେ ତମକୁ ତା ଦୋକାନ କଥା କୁହେନି ହଁ ତୁ ଯିବୁ ୟା ପରେ ଆଉ ଇଏ ଭଲ ଜିନିଷ ସବୁବେଳେ ଆଣେ ଆଉ ତା ବ୍ୟବହାରଟା ବଢ଼ିଆ ମାନେ କହିକି ବୁଝେଇକି ଦିଏ ଏଇଟା ନେଲେ ଏମିତି ଖରାପ ହେଇଯିବ ଏଇଟା ନିଅନି ସେଇଟା ନେଲେ ମାନେ
ସେ ଯାହା କୁହେ ମୁଁ ଯେତେ ଜିନିଷ ତାର ଆଣିଛି ସେଇଆ ବି ହୁଏ। ସେ ଯେମିତି ବୁଝେଇକି ଦିଏ ସେମିତି ହିଁ ହୁଏ। ଯୋଉଟା ଭଲ କହିଥିବ ଭଲ ପଡ଼େ, ଯୋଉଟା ଖରାପ କ୍ରିମ୍ କହିଥିବ ଅଛି ଖରାପ ଆଣିକି ଥୋଇଛୁ। ପଡ଼େ। ହଁ ଏଇଟା ଆଣିଛି, କ୍ରିମ୍ଟା ଆଣିଛି। ହଁ ଆଗେ ତ ପଳେଇବୁ ନେଇ ଆସିବୁ ଯାଇକି ଆଉ ଆମ ମନ ଦୁଃଖ କଲେ କ'ଣ ହବ? ବର୍ଷା ହେଲା ତୁ ମନ ଦୁଃଖ କଲେ କ'ଣ ହବ? ମନ ଦୁଃଖ ଲାଗୁଛି କ'ଣ କି ବର୍ଷେ ପରେ ଗୋଟେ ଯାଇଥିଲେ କିଛି ବୁଲି ପାଇଲେନି, ଖାଇ ପାଇଲେନି, ଏମିତି ମନ ଦୁଃଖ ଲାଗୁଛି। ତୁ ବର୍ଷ ପରେ କଥା କହୁଛି, ଯିଏ ଶୁଣିବ ସେ ବିଶ୍ୱାସ କରିବ। କ'ଣ ଏମିତି ଇଏ ଘରେ ପଡ଼ିକି ରହିଥିଲା ବର୍ଷ ପରେ ତ ମା ବଜାରକୁ ଯାଉଥିଲା। ଘରୁ ବାହାରିଲେ ବଜାର, ହଁ ଘରୁ ବାହାରିଲେ ବଜାର, କିନ୍ତୁ ଯାଇ ହୁଏନି କାହିଁକି ନା ପଇସା ଅସୁବିଧା। କେହି ବିଶ୍ୱାସ କରିବେନି ତୁ କଥା କହୁଛୁ। ପଇସା ଅସୁବିଧା ନା, ଯେତିକି ପଇସା ମିଳୁଛି ଘର ଖର୍ଚ୍ଚରେ ଯାଉଛି, ଅଧିକା ବଢ଼ିଲେ ସିନା ଯିବା ବଜାରକୁ। ଯେତିକି ପଇସା ପଡ଼ୁଛି ପୁରା ସମାନ ମାସକୁ ମାସ ପୁରା ଆମ ଘର ଖର୍ଚ୍ଚକୁ ପଳେଇ ଯାଉଛି। ଘର ଖର୍ଚ୍ଚକୁ ପଳେଇ ହଁ ଯାଉଛି। ଥାଉ। ଆଉ ଯେତିକି ଖାଲି ଦିଅ ହୋଇଛି ଏଇଟା, ଖାଲି ଦିଅ ହୋଇଛି। ହଁ କାଲି କାଲି ଗାଁରେ ଗଲେ ତ ଗାଁରେ କିଣିଦେବୁ ଆଉ କେତେ। ତାପରେ ଆମ ଯାତ୍ରାକୁ ଯିବା, ସବୁ 5 ଟଙ୍କିଆ ହରେକ ବାଲ ହଁ ପଡ଼ିବ। ଗାଁରେ ତ ଯାତ୍ରା ପଡ଼େ କିଣିଦେବୁ ସେଇଠୁ ଆଉ। 5 ଟଙ୍କିଆ ହରେକ ବାଲ ସବୁ ପଡ଼ିଥିବ। ଏଇ ଲଙ୍କା ପଡ଼ି କେତେ ମୀନା ବଜାର ପଡ଼ିଥିବ, ସବୁ 5 ଟଙ୍କିଆ 10 ଟଙ୍କିଆ ଆଉ ଅଧିକ ବାଲା ପଇସା। ଆମେ ତ ହଉଛି 10 ଟଙ୍କିଆ 15 ଟଙ୍କିଆ ପାଟି। ଆମର ବେଶୀ ନାହିଁ, ଆମର 50 ଟଙ୍କା ନେଇଗଲେ ଆମ ଛାତି ଫାଟିଯିବ ମୋର ସତ କଥା। ମୁଁ 10 ଟଙ୍କିଆ ଜିନିଷ କିଣିବା ଲୋକ। 100-150 ଟଙ୍କିଆର ଔଷଧ ନାହିଁ। ଲାଷ୍ଟ ଓଦା ହେଇକି ଆସିଥିଲୁ, ଲାଷ୍ଟ ପ୍ୟାଣ୍ଟ ସାର୍ଟ ଧୋଇ ଶୁଖେଇଲୁ ନା ବାଧ୍ୟ ହେଇକି। ବାସନ ଧୁଆଧୁଇ କରିତେ ପ୍ୟାଣ୍ଟ ସାର୍ଟ ଧୋଇ ଦେଲୁ, ପୁରା ଓଦା ହେଇଯାଇଥିଲା ପ୍ୟାଣ୍ଟ ସାର୍ଟ ସବୁ। ସବୁ ଓଦା ଓଦା ହେଇଯାଇଥିଲା ବର୍ଷାରେ ଯେତେବେଳେ ଆସିଲୁ। ଆଉ ଶିବାନୀ ଧୋଇକି ସବୁ ଶୁଖଉଛି ଏଠି। ବର୍ଷାରେ ଯଦି ଓଦା ହେଇଯାଇଥିବ, ମୁଣ୍ଡ ଯଦି ଓଦା ହେଇଥିବ ବର୍ଷାରେ କ'ଣ ହବ କହିଲେ ଉକୁଣି ହେବେ। ଉକୁଣି ହେବେ? ନୂଆ କଥା ଶୁଣିଛି ତୋ ପାଖରୁ। ସକାଳୁ ଶୁଖିବନି ତ, ବର୍ଷା ହେଉଛି ଶୁଖିବନି ପ୍ୟାଣ୍ଟ ସାର୍ଟ ଗୁଡ଼ା କିଛି। ପଳେଇ ଆସେ ଏଗୁଡ଼ା ଶୁଖିଯାଇଛି। ହଁ ବିଛା ଅଛି, କହ ଶୋଇଯା ଆଉ, 11ଟା ବାଜିଲାଣି। ହଉ ଯା। ଆଜି ଡାଇରେକ୍ଟ ସକାଳୁ ପଖାଳ ଖାଇବା ନା? କାଇଁ ପଖାଳ କେଉଁ ରଖିଛି ତଳେ ପକେଇ 2ଟା କ'ଣ ବଳିଛି? କାଲି ପଳେଇଲେ ବଜାରକୁ, କାଲି ଖିଆ ପିଆ ହେଲାନି। ଆଜି ରୋଷେଇ କରିଥିଲି। ଏଇଟା କ'ଣ ବାଇଗଣ? ବାଇଗଣ। ହଁ ଦେ ନାଦିଦେବା, ନାଦି ଦେଇକି ଯିବି। ସେ ଭାଉଜ କହିଲେ ନା ସର୍ପ ଆଉ ସେଉ ଫେଉ ଧରିକି ଆସିଲା ଝିଅ ଖାଇଲା। ଶୁନି ଭାଉଜ? ଶୁନି ଭାଉଜ। କାଲି ରାତିରେ କେତେ ଜୋର ବର୍ଷା ହେଲା, ଆଜି ଖରା କେତେ ଜୋର ହେଉଛି। କାଲିକି ମୁଣ୍ଡିଆ ମାର ବର୍ଷା ନ ହଉ। କ'ଣ ପାଇଁ ଘରକୁ ଯିବୁ ବୋଲି? କାଲିକି ବର୍ଷା ନ ହଉ। ହଉ ବର୍ଷା କ'ଣ ବର୍ଷା ହେଲେ ଯିବ କେମିତି? ହଁ ଦେଲ ଏଠି ଥଣ୍ଡା ପାଣି ପୁରେଇବି? କାଇଁ ଥଣ୍ଡା ପାଣି ଟିକେ ଦେଇଥା, ଫ୍ରିଜରେ ରଖିଥିଲି ପୁରା ବରଫ ହେଇଯାଇଛି। ବଡ଼ ବୋତଲଟା, ମୋତେ ଏଇ ବରଫଟା ଭାରି ଇଚ୍ଛା, ଆଉ ବାହାରୁନି ତ। ବାହାରୁନି ସେଟା ଭୁଲ ଜିନିଷ। ଏତିକି ଭାତ ନା ଆଉ ଦେବି ଦେଖିଲ? ସେତିକି ଥାଉ। ମାଗିବ ତ, ଖାଇବ ଯଦି ମାଗିବ ହେଲା। ହଁ ସେତିକି ବାନ୍ଧି ଦେବ। ଆଉ ଭାତ ଖାଇଲେ ମାଗିବ। ହଁ କାଲି ରାତିରେ କି ଅବସ୍ଥା, ଆଜି ସକାଳୁ କି ଖରା। କ'ଣ ଲୋ କ'ଣ ଦେଖିଦେଲୁ? ହଁ ଚାଲୁନୁ ଚାଲେ। ହଁ କ'ଣ ବ୍ଲାକ୍ ଟେପ୍ ପକେଇଛୁ ଏଠି? ହଉ ନେଇଆ, ମାମାକୁ ଦେଇଦେ, ମାମା ବାଡ଼େଇବ। ମାମା କ'ଣ କରିବ? ନେଇଆ ପୟା, ମାମାକୁ ଦେଇଦେ ଆଣିକି। ସଇଲା। ବଡ଼ ପିଆଜଟା ମୁଁ ଆଣିଥିଲି ଦେଖିକି ଖାଇବା ପାଇଁ ଗୋଟେ ବଡ଼ ପିଆଜ ଆଣିଛି। ହେଇ ବଡ଼ଟା ବା 250 ପିଆଜରେ 3ଟା ଉଠୁଛି ନା କ'ଣ? 300 ପିଆଜ। ଏ ମାମା କ'ଣ କରୁଛି ଦେଖିଲୁ? ମାମାକୁ ଦେଇଦେ ଏଇଟା। ଧରିଲୁ, ଧର ଡବା ଧର। ଡବା ଧଇଲୁ, ଭଜା ଧରେ। ହେଇଟା ଦେ। ହଁ ଧର, ଡବା ଧର, ଚାଲ। ଡବା ଧରିକା ଚାଲ। ମୁଁ କେଉଁଠି ଖାଇଛି ଜାଣିଛି, ସେ ଜାଗା ନେଇ ରଖିଦେବା। ରଖିଦେ ହେଲା। ଏଇଆଡ଼େ ଆଉ ଟିକେ ଆଗକୁ ଆଣ। ହଁ ଭଲ ପିଲା, ସୁନା ପିଲା, ହୀରା ରୂପା ସବୁ ତୁ ଯା ତ କାମରେ ଏବେ। ଦଉନୁ ଆଉ କ'ଣ ଅଛି ଆଇଟମ୍?
ଏତିକି ଆଇଟମ୍ ପଖାଳ ଭାତ ବାଇଗଣ ଆଳୁ ଭଜା ଖାଇଦେବା ଖାଇଦେଇ କାମ ଟିକେ କରିଦେବା। ଆଉ କାଲି ରାତିରେ ଯାଇଥିଲୁ ବଜାର ଅବସ୍ଥା ଖରାପ ପୁରା ହେଇଯାଇଥିଲା ଭିଡ଼ିଓ କରିଥିଲି ରଖିଛି ଦେଖିବେ।